विवाह हेउची हिंदू परंपरा अनुसार एक संस्कार ଯେଉଁଠାରେ କି ପୁଅ ପାଇଁ ଝିଅ ଖୋଜା ଯାଇଥାଏ ବା ଚୟନ କରାଯାଇଥାଏ ଏବଂ ଝିଅ ପାଇଁ ପୁଅ ଚୟନ କରାଯାଇଥାଏ ଏବଂ ଏହି ଚୟନ ପ୍ରକ୍ରିୟାରେ ଜ୍ୟୋତିଷ ଶାସ୍ତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନମସ୍କାର, ମୁଁ ସୁଆଶିଷ ପୁଣ୍ଠ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲକୁ। ପୂର୍ବ ଭିଡ଼ିଓରେ ଆମେ ଆଲୋଚନା କରିଥିଲେ କି ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ କେଉଁ ରାଶିର ପୁଅ ବା ଝିଅ ବିବାହ କଲେ ଅତ୍ୟନ୍ତ ଶୁଭ ହୋଇଥାଏ ବା ରାଜଯୋତକ ପଡ଼ିଥାଏ। ଆଜି ଆମେ ସେହି କ୍ରମରେ ଆଲୋଚନା କରିବା କି ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ କେଉଁ ରାଶିର ପୁଅ ବା କେଉଁ ରାଶିର ଝିଅକୁ ଯଦି ବିବାହ କରୁଛନ୍ତି ତାହେଲେ ତାଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ। ସେ ବିଷୟ ତ ଡିଟେଲ୍ସରେ ଆଲୋଚନା କରିବା। ତା ପୂର୍ବରୁ ସ୍ୱପ୍ନ ଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବେ କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଯଦି ଆମେ ବୃଷ ରାଶି କଥା କହିବା ତାହେଲେ ସେ ବୃଷ ରାଶିର ପୁଅ ହୁଅନ୍ତୁ ବା ଝିଅ ହୁଅନ୍ତୁ, ସେମାନେ ଯଦି ବୃଷ ରାଶି, ସିଂହ ରାଶି, କର୍କଟ ରାଶି, ବିଛା ରାଶି, କୁମ୍ଭ ରାଶି ଏବଂ ମୀନ ରାଶି ଏହି ରାଶିର ପୁଅ ବା ଝିଅଙ୍କୁ ଯଦି ବିବାହ କରୁଛନ୍ତି ତାହେଲେ ତାଙ୍କ ପାଇଁ ଅତ୍ୟନ୍ତ ଶୁଭକର ହେବ ବା ରାଜଯୋତକ ପୂର୍ଣ୍ଣ ହେବ। ଏଇଟା ଥିଲା ବୃଷ ରାଶିର ବ୍ୟକ୍ତିମାନେ କେଉଁ ରାଶିର ପୁଅ ବା ଝିଅଙ୍କୁ ବିବାହ କଲେ ଶୁଭଙ୍କର ହେବ। ଆମେ ନେକ୍ସଟ ଭିଡ଼ିଓରେ ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ କେଉଁ ରାଶିର ପୁଅ ବା ଝିଅଙ୍କୁ ବିବାହ କଲେ ଶୁଭଙ୍କର ହେବ ସେହି ବିଷୟରେ ଆଲୋଚନା କରିବା। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।